ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗହିରାପଶି ଗ୍ରାମ ଯାତ୍ରା ପଡ଼ିଆ ଜବରଦଖଲ ଉଚ୍ଛେଦ ପାଇଁ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ହିନ୍ଦୋଳ ଉପଖଣ୍ଡ କମ୍ତାମେଲା ପଞ୍ଚାୟତ ଗହିରାପଶି ରେଭିନ୍ୟୁ ଗ୍ରାମରେ ଥିବା ଖାତା ନମ୍ବର 50 ପ୍ଲଟ ନମ୍ବର 465ରେ 1.1 ଡିସିମିଲି ଆବାଦ ଯୋଗ୍ୟ ଅନାବାଦୀ କିସମ ଜାଗାରେ ଆଜକୁ 100 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗ୍ରାମବାସୀ ମାଘ ପୂର୍ଣ୍ଣିମା ଯାତ୍ରା ପଡ଼ିଆ ଭାବରେ ବ୍ୟବହାର କରିବା ସହ ଏହି ପଡ଼ିଆରେ ଗ୍ରାମର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିବାହଘର ବ୍ରତ ଶୋଧିକ୍ରିୟା ଇତ୍ୟାଦି କାମରେ ବ୍ୟବହାର କରି ଆସୁଛନ୍ତି। ଗ୍ରାମରେ ଅନ୍ୟ କୌଣସି ଖୋଲା ସ୍ଥାନ ନଥିବାରୁ 1000ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏହି ଯାତ୍ରା ପଡ଼ିଆ ଉପରେ ଆବାହନ କାଳରୁ ନିର୍ଭରଶୀଳ ଅଛନ୍ତି। ମାତ୍ର ଗ୍ରାମର ସ୍ୱର୍ଗତ ରାଧାମୋହନ ପ୍ରଧାନଙ୍କ ପୁଅ ଭଗବାନ ପ୍ରଧାନଙ୍କ ସ୍ତ୍ରୀ ଜନନୀ ପ୍ରଧାନ ଚଞ୍ଚକତା କରି ଆର୍ଆଇ ଅମିନ ଇତ୍ୟାଦି କିଛି ରାଜସ୍ୱ କର୍ମଚାରୀଙ୍କୁ ହାତ କରି ଏଥିରୁ 4 ଡିସିମିଲ୍ ଜାଗା ନିଜ ନାମରେ କରାଇ ନେବା ସହ ଘର କରି ସମ୍ପୂର୍ଣ୍ଣ ଜାଗାକୁ ହାତେଇବା ପାଇଁ ଚକ୍ରାନ୍ତ କରୁଛନ୍ତି। ଜନନୀଙ୍କ ଏହି ଗ୍ରାମରେ କୋଠାବାଡ଼ି 10 ଏକରରୁ ଅଧିକ ଜାଗା ସମ୍ପତ୍ତି ଥିବା ସତ୍ତ୍ୱେ ସେ ଓ ତାଙ୍କ ପରିବାର ସଦସ୍ୟ ଏହି ଜାଗା ହଡପ ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଗଣ୍ଡଗୋଳ କରିବା ସହ ସମସ୍ତଙ୍କୁ ମାରିବାକୁ ଉଦ୍ୟତ ହେଉଛନ୍ତି ବୋଲି ଶତାଧିକ ଗ୍ରାମବାସୀ ଆଜି ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ ବେଉରାଙ୍କୁ ସାକ୍ଷାତ କରି ଅଭିଯୋଗ କରିବା ସହ ଉକ୍ତ ସାମୂହିକ ବ୍ୟବହାର ଜାଗାକୁ ଜବରଦଖଲ ମୁକ୍ତ କରିବାକୁ ଲିଖିତ ଅଭିଯୋଗ କରିବା ସହ ବିଚାର ନହେଲେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି। ତେବେ ଖୁବ୍ ଶୀଘ୍ର ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି ଉପଜିଲ୍ଲାପାଳ ଆଶ୍ୱାସନା ଦେଇଥିବା ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ହିନ୍ଦୋଳରୁ ପ୍ରଭାସ ଖୁଣ୍ଟିଆଙ୍କ ରିପୋର୍ଟ, ସଂଘର୍ଷ ଟିଭି।